ଆଜି ମୁଁ କିଛି ଗେଣ୍ଡୁ ଡାଳ ଲଗେଇଲି। ପୂର୍ବ ବର୍ଷର ମାତ୍ର ଗୋଟେ ହିଁ ଗେଣ୍ଡୁ ଗଛ ମୋ ପାଖରେ ବଞ୍ଚିକି ଥିଲା, ତ ମୁଁ ଭାବିଲି କିଛି ଡାଳ ଲଗେଇଦେବି। ଆଉ ଗଛରେ ଦେଖିଲି କି ବହୁତ ସାରା ଚେର ଆସିଛି। ଆପଣମାନେ ଯଦି ବର୍ତ୍ତମାନ ଗେଣ୍ଡୁ ଗଛର ଡାଳ ଲଗାଉଛନ୍ତି ତାହେଲେ ସେଥିରେ ବହୁତ ଜଲ୍ଦି ଚେର ଆସିଯିବ। ଏଇଭଳି ଭାବେ କିଛି ଡାଳ ମୁଁ କାଟି ନେଲି, ଯେଉଁଥିରେ କି 5ଟି ଗଣ୍ଠି ଏରିଆ ଥିଲା। ଯଦି ଆପଣ ଏତିକି ଛୋଟ ଡାଳ ମଧ୍ୟ ନେବେ, ସିଏ ମଧ୍ୟ ଆପଣଙ୍କର ଗ୍ରୋ ହେଇଯିବ। ତଳେ ଯାହା ସବୁ ଏକ୍ସଟ୍ରା ପତ୍ର ଥିଲା ସବୁ ପତ୍ରକୁ କାଢିଦେଲି। ଏଇଭଳି ଭାବେ ଉପର ଟିପରେ ଗୋଟେ ଦୁଇଟି ପତ୍ର ରଖିକି ଆଉ ବାକି ସବୁ ପତ୍ରକୁ ମୁଁ କାଢିଦେଲି। ଆପଣମାନେ ଗେଣ୍ଡୁ ଡାଳକୁ ତ ଯେକୌଣସି ମିଡିଆରେ ଲଗେଇଲେ ବି ସେ ଗ୍ରୋ ହେଇଯିବ, କିନ୍ତୁ ଯଦି ବାଲି ଆଉ ପାଣିରେ ଲଗାଉଛନ୍ତି ତାହେଲେ ସେଥିରୁ 3 ରୁ 4 ଦିନରେ ବହୁତ ସୁନ୍ଦର ଭାବେ ଚେର ଆସିଯାଇଥାଏ। ବାଲିରେ ପ୍ରଥମେ କିଛିଟା ହୋଲ କରିନେଲି, ଆଉ 1 ରୁ 2ଟି ଗଣ୍ଠି ଏରିଆକୁ ସେଇ ବାଲି ଭିତରେ ମୁଁ ପ୍ରେସ୍ କରିକି ଡାଳଟିକୁ ଭଲ ଭାବେ ଦାବିଦେଲି। ଏହାପରେ ସେଥିରେ ଭଲ ଭାବେ ପାଣି ଦେଇଦେଲି। ଡାଳ ଗୁଡ଼ିକୁ ମୁଁ ବର୍ତ୍ତମାନ ଗୋଟେ ଛାଇ ଜାଗାରେ ରଖିବି। ମାତ୍ର 3 ରୁ 4 ଦିନ ଭିତରେ ଏଥିରେ ବହୁତ ସୁନ୍ଦର ଭାବେ ଚେର ପଳେଇ ଆସିବ। ଯଦି ଆପଣମାନେ ମଧ୍ୟ ଗେଣ୍ଡୁ ଡାଳ ଲଗେଇ ନାହାନ୍ତି ତାହେଲେ ବର୍ତ୍ତମାନ ଲଗେଇ ଦିଅନ୍ତୁ। ଡିଟେଲ ଭିଡିଓଟି ସେୟାର କରିସାରିଛି, ଦେଖିପାରିବେ।